ଏକ ସୁନ୍ଦର କାହାଣୀ ଆମକୁ ବହୁତ ଭଲ ଶିକ୍ଷା ଦେବ ବୋଲି ମୁଁ ଆଶା କରେ। ଏହି ଭିଡ଼ିଓଟିରେ ସମସ୍ତେ ଦେଖନ୍ତୁ, ଶିଖନ୍ତୁ ଏବଂ ଜ୍ଞାନ ଆହରଣ କରନ୍ତୁ। ଲୋଭ ଯେ ଏକ ମାରାତ୍ମକ ବ୍ୟାଧି, ଏହାକୁ ଆମେ ଉପଲବ୍ଧି କରିପାରିବା। ଲୋଭ ମନୁଷ୍ୟକୁ ଦରକାର ସେତିକି ପରିମାଣରେ ଖାଦ୍ୟ, ବସ୍ତ୍ର, ବାସଗୃହରେ ମିଳିଯାଏ, ତାହେଲେ ଆମକୁ ଶାନ୍ତି ଦେଇଥାଏ। ତେବେ ଏହି କାହାଣୀରେ ଆମେ ଦେଖିବା ଲୋଭଟା କେମିତି ଅତି ମାରାତ୍ମକ ଅଟେ। ଏକ ଜଙ୍ଗଲ, ବହୁ ଦିନ ତଳର କଥା। ଏକ ସୁନ୍ଦର ସବୁଜ ଜଙ୍ଗଲ ଥିଲା। ସେଠି ଗଛଲତା, ଫୁଲ, ପକ୍ଷୀ ସବୁ ଥିଲେ। ସେହି ଜଙ୍ଗଲରେ ଦୁଇ ଜଣ ବନ୍ଧୁ ରହୁଥିଲେ। ଜଣେ ଥିଲା ଲୋଭୀ ବାନର, ଆଉ ଜଣେ ଥିଲା ବୁଦ୍ଧିମାନ କଚ୍ଛପ। ବାନର ସବୁବେଳେ ଭାବୁଥିଲା, ମୋତେ ଆହୁରି ଅଧିକ ଫଳ ଦରକାର, ଆହୁରି ଅଧିକ। ଜଙ୍ଗଲ ମଝିରେ ଗୋଟିଏ ବିଶାଳ ଆମ୍ବ ଗଛ ଥିଲା। ଗଛଟି ପାଚିଲା ମିଠା ଫଳରେ ଭରି ରହିଥିଲା। କଚ୍ଛପ ଦିନେ ବାନର ବନ୍ଧୁକୁ କହିଲା, ଦେଖ, ଏଇ ଗଛ ଆମ ସମସ୍ତଙ୍କର। ତୁମେ ଯେତିକି ଭୋକିଲା ସେତିକି ଫଳ ନିଅ, କିନ୍ତୁ ଲୋଭ କରି ଅଧିକ ନିଅ ନାହିଁ। ଲୋଭ କଲେ ସମସ୍ତଙ୍କ କ୍ଷତି ହୁଏ। କିନ୍ତୁ ବାନର କଚ୍ଛପର କଥା ଶୁଣିଲା ନାହିଁ। ତା ଆଖିରେ ଖାଲି ଲୋଭ ଥିଲା। ସେ କହିଲା, ଏତେ ସୁନ୍ଦର ଫଳ ମୁଁ କାହିଁକି ଅଳ୍ପ ନେବି? ମୁଁ ତ ସବୁ ନେଇଯିବି, ଆଉ କାହାକୁ ଦେବିନି, ମୁଁ ଏକଲା ଖାଇଦେବି ସବୁ। ଏହା କହି ବାନର ଏକାଥରେ ଗଦା ଗଦା ଫଳ ଛିଣ୍ଡିବାକୁ ଲାଗିଲା। ଡାଳ ଉପରେ ବୋଝ ବଢିବାକୁ ଲାଗିଲା। ହଠାତ୍ କଡ଼କଡ଼ ଶବ୍ଦ ଶୁଭିଲା। ଡାଳଟି ଭାଙ୍ଗିବା ଶବ୍ଦ। ଜଙ୍ଗଲରେ ବାନର ଏତେ ଫଳ ତୋଳିଲା ଯେ ଡାଳଟି ତା ଓଜନ ସମ୍ଭାଳି ପାରିଲା ନାହିଁ। ଡାଳ ଭାଙ୍ଗିଗଲା। ବାନର ଚିତ୍କାର କରି ତଳକୁ ପଡ଼ିଗଲା। ତା ଗୋଡ଼ ଭାଙ୍ଗିଗଲା, ଦେହ କ୍ଷତାକ୍ତ ହେଲା। ସବୁ ଫଳ ମାଟିରେ ପଡ଼ି ନଷ୍ଟ ହୋଇଗଲା। କେହି ଖାଇପାରିଲେ ନାହିଁ। ଏହି ସମୟରେ କଚ୍ଛପଟି ଦୌଡ଼ି ଆସିଲା। ସେ ବାନରକୁ ପାଣି ପିଆଇଲା, ତା ଘାରେ ଔଷଧ ଲଗେଇଦେଲା। କଚ୍ଛପ କହିଲା, ଦେଖିଲି ବନ୍ଧୁ, ମୁଁ ତତେ ମନା କରୁଥିଲି। ଲୋଭ ସବୁବେଳେ କ୍ଷତି କରେ। ତୋର ବି କ୍ଷତି ହେଲା, ଗଛର ବି କ୍ଷତି ହେଲା, ଆଉ ସବୁ ଫଳ ନଷ୍ଟ ହେଲା। ଯଦି ତୁ ବାଣ୍ଟି ଖାଇଥାନ୍ତୁ, ସମସ୍ତେ ଖୁସି ହୋଇଥାନ୍ତେ। ବାନର କାନ୍ଦି କାନ୍ଦି କହିଲା, ମୁଁ ଭୁଲ କରୁଛି ବନ୍ଧୁ, ମୋତେ କ୍ଷମା କର। ତେବେ ଧୀରେ ଧୀରେ ବାନରର ଦେହ ଭଲ ହୋଇଗଲା। ସେ ନିଜ ଭୁଲଟି ବୁଝିପାରିଲା। ଏବେ ସେ ପ୍ରତିଦିନ ଗଛରୁ ଅଳ୍ପ ଫଳ ତୋଳେ, ଆଉ ଜଙ୍ଗଲର ସବୁ ପଶୁପକ୍ଷୀ, ହରିଣ, ଠେକୁଆ, ଚଢ଼େଇ, ଗୋଧି ସମସ୍ତଙ୍କୁ ଡାକି ବାଣ୍ଟିଥାଏ। ଏବେ ଜଙ୍ଗଲରେ ସମସ୍ତେ ଖୁସି। ତେବେ ଆମେ ଏଥିରୁ ନୀତିବାଣୀ ଶୁଣିପାରିବା, ଜାଣିପାରିବା ଯେ ଲୋଭ କେବେ ଭଲ ନୁହେଁ। ଯାହା ଅଛି ସେଥିରେ ସନ୍ତୁଷ୍ଟ ରୁହ, ଆଉ ସମସ୍ତଙ୍କୁ ବାଣ୍ଟି ଖୁଆଅ ଏବଂ ତାହାର ମଜାଟି ନିଅ। ଧନ୍ୟବାଦ।